ସବୁ ଓଡ଼ିଆଙ୍କର ପ୍ରିୟ ବିରି ବଡ଼ି। ବଡ଼ି ମଧ୍ୟରୁ ପାଣି କଖାରୁ ବଡ଼ିର ସ୍ୱାଦ ସବୁଠାରୁ ଅନ୍ୟତମ। ଆଗକୁ ଖରା ଦିନ ଆସୁଛି, ଖରା ଦିନରେ ପଖାଳ ଭାତ କିମ୍ବା ଗରମ ଭାତରେ ବଡ଼ି ତ ନିହାତି ଦରକାର। ବଡ଼ିକୁ ଚୁରିକି ହଉ କିମ୍ବା ଭାଜିକି ବା ଯେକୌଣସି ବେସର ତରକାରୀ କିମ୍ବା ସନ୍ତୁଳାରେ ପଡ଼ିଗଲେ ତାର ସ୍ୱାଦ ବଢ଼ିଯାଏ। କିନ୍ତୁ ବହୁତ ଜଣଙ୍କର ଏଇ ପାଣି କଖାରୁ ବଡ଼ି କଳା ପଡ଼ିଯାଏ, ଟାଣ ହେଇଯାଏ, ସେଥିପାଇଁ ପକେଇବା ପାଇଁ ବି ଡରନ୍ତି। କିନ୍ତୁ ଆଜିର ଏଇ ଭିଡିଓରେ ମୁଁ ବହୁତ ଗୁଡ଼ିଏ ଟିପ୍ସ ଆପଣମାନଙ୍କ ସହିତ ସେୟାର କରିବି, ଯାହା ଫଳରେ ଆପଣଙ୍କ ବଡ଼ି ଏକଦମ ଧଳା ଧଳା ହେଇକି ହବ ଆଉ ପୁରା ହାଲୁକା ମୁସମୁସିଆ ହବ। ଏଇଠି ଆପଣମାନେ ଦେଖିପାରୁଥିବେ ଭିଡିଓରେ ମୁଁ ଆପଣମାନଙ୍କୁ ଭାଙ୍ଗିକି ବି ଦେଖଉଛି ଆଉ ଏଇଠି ବଡ଼ିକୁ ଭାଜିକି ବି ଦେଖଉଛି। ଏଇଠି ସବୁ ବଡ଼ି ଗୁଡ଼ିକ ପୁରା ଗୋଟା ଗୋଟା ହେଇକି ଅଛି, ଭାଙ୍ଗିନି, କିନ୍ତୁ ପୁରା ହାଲୁକା ଅଛି। এই ଭିଡିଓକୁ ପୁରା ଦେଖନ୍ତୁ। ଯଦି ରେସିପି ଭଲ ଲାଗିବ ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ। ଯଦି ଏବେ ଯାଏ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରିଦେବେ। ତେବେ ଚାଲନ୍ତୁ ଆଜିର ରେସିପି ଷ୍ଟାର୍ଟ କରିବା। ନମସ୍କାର, ମୁଁ ମିଲି ଆପଣ ସମସ୍ତଙ୍କୁ ହୋମ୍ ଫୁଡ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ କରୁଛି। ଆଜିର ଏ ବଡ଼ି ବନେଇବା ପାଇଁ ପ୍ରଥମେ ଆମକୁ ଦରକାର ପାଣି କଖାରୁ। ଯେତେ ପାକଳ ପାଣି କଖାରୁ ନେବେ ସେତେ ଭଲ ଆପଣଙ୍କ ବଡ଼ି ତିଆରି ହେବ। ଏଠି ଦେଖନ୍ତୁ ପାକଳ ହେଇଛି କି ନାହିଁ କେମିତି ଜାଣିବେ, ପାଣି କଖାରୁ ଉପରୁ ଯଦି ଏମିତି ଧଳା ହେଇଯାଇଥିବ ଜାଣିବେ କି ପାକଳ ହେଇଯାଇଛି। ତ ମୁଁ ଗୋଟା ପାଣି କଖାରୁକୁ ଧୋଇଦେଲା ପରେ ତାକୁ ମଝିରୁ ଦୁଇ ଫାଳ କରିଦେଉଛି। ତାପରେ ଆମେ ମଝିର ଯୋଉ ଅନ୍ତ ପାର୍ଟଟା ଅଛି ଯୋଉଥିରେ ମଞ୍ଜି ଲାଗିକି ଅଛି ତାକୁ ଆମେ ବାହାର କରିଦେବା। ଯେକୌଣସି କୋରୋନା କିମ୍ବା ସ୍ପୁନ ସାହାଯ୍ୟରେ ଏମିତି କୋରିକି ବାହାର କରିପାରିବେ, ଯେମିତି ମୁଁ ଭିଡିଓରେ ଆପଣମାନଙ୍କୁ ଦେଖଉଛି। ଏଇଥିରୁ ଯୋଉ ମଞ୍ଜି ବାହାରିବ ତାକୁ ଆପଣ ଫୋପାଡ଼ିବେନି, ଧୋଇକି ଖରାରେ ଶୁଖେଇକି ରଖିଦେବେ। ସେଇଥିରୁ ଆପଣ ମଞ୍ଜି ବଡ଼ି କିମ୍ବା ଖଇ ବଡ଼ି ପକେଇଲା ବେଳେ ବି ସେଥିରେ ମିଶେଇ ପାରିବେ, ବହୁତ ବଢ଼ିଆ ଟେଷ୍ଟ ଲାଗିଥାଏ। ଆଗକୁ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତ ଏଇଠି ଦେଖନ୍ତୁ ମୁଁ ମଞ୍ଜିକୁ ସାଇଡ୍ କରିଦେଲି। ତ ଏବେ କଣ କରିବା, ସବୁ କଖାରୁର ଚୋପାକୁ ଛଡ଼େଇ ଦେବା। ତାପରେ ତାକୁ ଭଲ ଭାବରେ 2ରୁ 3 ଥର ପାଣିରେ ଧୋଇଦେବା। ଧୋଇ ସାରିଲା ପରେ ତାକୁ ଆମେ ଗୋଟେ ଗ୍ରେଟର ସାହାଯ୍ୟରେ ଗ୍ରେଟ୍ କରିଦେବା। ବହୁତ ଜଣ କଣ କରନ୍ତି, ଗ୍ରାଇଣ୍ଡରରେ ତାକୁ ପୁରା ବାଟି ଦିଅନ୍ତି। ବାଟି ଦେଲେ କଣ ହବ ନା ବହୁତ ପାଣି ବାହାରିଯିବ, ଖଦଡ଼ ବା ଯୋଉ ପାଣି କଖାରୁର ରସ ବହୁତ କମ ରହିବ। ତ ଆପଣ ଏମିତି ଗ୍ରେଟ୍ କଲେ ଆର ବଡ଼ିରେ ଟେକ୍ସଚର ବି ବହୁତ ଭଲ ଆସିବ, ତା ସହିତ କ୍ୱାଣ୍ଟିଟି ଅଧିକା ବାହାରିବ। ତ ଏଇଠି ଦେଖନ୍ତୁ ମୁଁ ଗୋଟେ ଗାଜର କୋରିବା ବା ଯୋଉଟା ପୁରା ପତଳା ସରୁ ଗ୍ରେଟ୍ ହଉଥିବ ସେଇ ଗ୍ରେଟରରେ ମୁଁ ଏଠି ଗ୍ରେଟ୍ କରୁଛି। ଗ୍ରେଟ୍ କରିସାରିଲା ପରେ ଆକୁ କଣ କରିବା, ଗୋଟେ ଧୋତି କପଡ଼ାରେ ଗୋଟେ ଷ୍ଟ୍ରେନର ଉପରେ ରଖିକି ଭଲ ଭାବରେ କାଠ ଭଳିଆ ଚୁପୁଡ଼ି ଦେବା। ଯେତେ ଭଲସେ ଚୁପୁଡ଼ିକି ଆପଣ ପାଣି ବାହାର କରିପାରିବେ। ଯଦି ପାଣି ରହିଯିବ କଣ ହବ ନା ବଡ଼ି ଜମା ବି ଭଲ ହବନି। ଆଉ ପାଣି ରହିଲେ ହିଁ ଆପଣଙ୍କ ବଡ଼ି କଳା ପଡ଼ିଯିବ, ତା ସହିତ ବଡ଼ିର ସେପ୍ ବି ଭଲ ଆସିବନି। ତ ଏଇଠି ଦେଖନ୍ତୁ ମୁଁ ଗୋଟେ ମୋଟା ଧୋତି କଟନ କପଡ଼ା ନେଇଛି, ସେଥିରେ ସବୁ ପାଣି କଖାରୁକୁ ଦେଇକି ତଳେ ମୁଁ ଗୋଟେ ଜାଲି ବା ଷ୍ଟ୍ରେନର ରଖିଦେଇଛି, ତାକୁ ଭଲ ଭାବରେ ଚୁପୁଡ଼ି ଦେବି। ମୁଁ ଏଠି ସବୁ ପାଣି କଖାରୁକୁ କୋରି ଦେଇଛି। ଆପଣ ଗୋଟେ ଥରରେ କୋରିକି ଆରାମସେ ଫ୍ରିଜରେ ଗୋଟେ ହପ୍ତା ଯାଏ ଷ୍ଟୋର କରିକି ରଖିପାରିବେ, ଜମା ବି ଖରାପ ହବନି। ଯଦି ଆପଣ ଏକଲା ବଡ଼ି ପକଉଛନ୍ତି, ପାଖରେ କିଏ ହେଲ୍ପ କରିବାକୁ ନାହାନ୍ତି, ତ ଆପଣ ଏମିତି ଅଧା ଅଧା କରିକି ପକେଇବେ, ବହୁତ ସହଜରେ ଇଜିରେ ଆପଣ ପକେଇ ପାରିବେ। ତ ଏଠି ଦେଖନ୍ତୁ କେତେ ପାଣି ବାହାରିଛି। ଏଇ ପାଣିକୁ ବି ଫୋପାଡ଼ିବେନି, ଏଥିରେ ଆପଣ ଖଇ ବଡ଼ି ପକେଇବେ, ବହୁତ ବଢ଼ିଆ ଟେଷ୍ଟ ବାସ୍ନା ଆସିବ। ଆଉ ଖଇ ବଡ଼ିର ରେସିପି ବି ବହୁତ ଜଲ୍ଦି ଅପଲୋଡ ହବ। ଯଦି ଏବେ ଯାଏ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରିକି ରଖିଥାନ୍ତୁ ନୂଆ ଭିଡିଓର ନୋଟିଫିକେସନ ପାଇବା ପାଇଁ। ତ ଏଠି ଦେଖନ୍ତୁ ତା ଉପରେ ଗୋଟେ ଯେକୌଣସି ଭାରି ଜିନିଷ ରଖିଦେବେ, ଯେତିକି ବି ଆଉ ଟିକେ ପାଣି ବଞ୍ଚିଥିବ ସିଏ ବି ନିଗିଡ଼ି ଯିବ। ରାତି ସାରା ତାକୁ ଆପଣ ରଖିଦେବେ। ତ ତା ଭିତରେ ଏଇଠି ମୁଁ ଅଧା କିଲୋ ବିରିକୁ ବି ବତୁରିବା ପାଇଁ ଛାଡ଼ି ଦଉଛି। ତ ରାତି ସାରା ବିରି ଏଇଠି ବତୁରିକି ପୁରା ବଢ଼ିଆ ସେ ଫୁଲି ଯାଇଛି। ତ ଏବେ କଣ କରିବା, ଭଲ ଭାବରେ ଦୁଇ ହାତରେ ଆକୁ ମକଚି ମକଚି ପୁରା ସଫା ପାଣି ଆସିବା ଯାଏ ଧୋଇବେ। ଯେତେ ଭଲସେ ଆପଣ ବିରିକୁ ଧୋଇବେ ସେତେ ଭଲ ଆପଣଙ୍କ ବଡ଼ି ତିଆରି ହେବ, ବଡ଼ି ସେତେ ଧଳା ଦେଖାଯିବ। ତ ଏଇଠି ମୁଁ ଗୋଟେ ବଡ଼ ଜାଗାକୁ ବିରିକୁ ବାହାର କରିକି ତାକୁ ଭଲସେ ଘଷି ଘଷି ଦଉଛି। ଦେଖନ୍ତୁ ପାଣି ପୁରା ଏମିତି ସଫା ଆସିବା ଯାଏ ଆପଣଙ୍କୁ ଧୋଇବାର ଅଛି। ପାଣି ସଫା ବାହାରିଲା ପରେ ବିରିକୁ ଛାଣିଦେବେ। ତାପରେ ଗୋଟେ ଗ୍ରାଇଣ୍ଡିଙ୍ଗ ଜାରରେ ଅଳ୍ପ ଅଳ୍ପ ଦେଇକି ଯେତେ ଶୁଖିଲା କରିକି ବାଟି ପାରିବେ, ଯେତେ କମ ପାଣି ଦେଇକି ଚିକଣ କରିକି ବାଟିବେ ସେତେ ଭଲ ଆପଣଙ୍କ ବଡ଼ି ତିଆରି ହେବ। ଆଉ ଏ ବଡ଼ି ପାଇଁ ନୂଆ ବିରି ନେବେ, ସେତେ ଭଲ ଆପଣଙ୍କ ଫେଣ ବାହାରିବ। ଚୋପା ଲଗା ବିରିରେ ଯଦି କରୁଛନ୍ତି ଆହୁରି ଭଲ ଟେଷ୍ଟ ବାସ୍ନା ଆସିବ। ତ ଏଇଠି ମୁଁ ତ ଚୋପା ଛଡ଼ା ଗୋଟା ବିରି ନେଇଛି। ଏଠି ଦେଖନ୍ତୁ ପୁରା ଚିକଣ କରିକି ଶୁଖିଲା କରିକି ବାଟିଛି। ଆପଣ ଚାହିଁଲେ ମାର୍କେଟରୁ ବି ବାଟିକି ଆଣିପାରିବେ, ଯଦି ଘର ଗ୍ରାଇଣ୍ଡରରେ ଭଲସେ ବାଟି ହଉନି। ଏବେ କଣ କରିବା, ଆକୁ ଆମେ ସାଇଡରେ ରଖିଦବା 10-15 ମିନିଟ୍ ପାଇଁ। ତା ଭିତରେ ଆମେ ବାକି ପ୍ରିପାରେସନ କରିଦବା। ଏଇଠି ମୁଁ ଗୋଟେ ପ୍ଲେଟରେ 5-6ଟା ଶୁଖିଲା ଲଙ୍କା, 1.5 ବଡ଼ ଚାମଚ ଜିରା ଆଉ ଏଇଠି 2ରୁ 3 ଇଞ୍ଚ ଅଦା ନେଇଛି। ଅଦା ଆଉ ଶୁଖିଲା ଲଙ୍କାକୁ ଭଲ ଭାବରେ ଛେଚିଦବା ବା ଆପଣ ତାକୁ ପେଷ୍ଟ ବି ବନେଇ ପାରିବେ। ଆଉ ଏଇଠି ଦେଖନ୍ତୁ ରାତି ସାରା ମୁଁ ପାଣି କଖାରୁକୁ ଏମିତି କପଡ଼ାରେ ବାନ୍ଧିକି ରଖିଥିଲି। ତା ଉପରେ ଗୋଟେ ଭାରି ହେମଦସ୍ତା ଥୋଇକି ଆପଣ ଚାହିଁଲେ ଯେକୌଣସି ଜାଗାରେ ଟାଙ୍ଗିକି ବି ରଖିପାରିବେ। ତ ଦେଖନ୍ତୁ ପୁରା ଶୁଖିଲା ହେଇଯାଇଛି, ବିଲକୁଲ ବି ଏଥିରେ ପାଣି ନାହିଁ, ଦେଖିପାରୁଥିବେ। ଏମିତି ହିଁ ଆମକୁ ଦରକାର। ଏମିତି ଶୁଖିଲା ରହିଲେ ଆପଣଙ୍କ ବଡ଼ିଟା ବହୁତ ଭଲ ହବ, ବଡ଼ିର ସେପ୍ ବି ଭଲ ଆସିବ ଆଉ ବଡ଼ି କଳା ପଡ଼ିବନି। ଏଇଥିରୁ ମୁଁ ଅଧା କରିଦେବି।
ଆଜି ମୁଁ ଯେତିକି ବିରି ବତୁରେଇଛି ଅଧା କେଜି ପାଇଁ ଏତିକି ପରଫେକ୍ଟ ରହିବ, ଆଉ ଅଧା ମୁଁ ପରେ ପକେଇବି। ତ ଏଇଠି ଦେଖନ୍ତୁ ବିରି ଯୋଉ ବଟା ହେଇକି ଥିଲା ତାକୁ ଆମେ ଭଲ ଭାବରେ ଫେଣେଇବା। ଫେଣେଇଲା ବେଳେ ଗୋଟେ ଡାଇରେକ୍ସନରେ ଫେଣେଇବେ, ଜଲ୍ଦି ଫେଣ ବାହାରିବ। ଆଉ ଗୋଟେ କଥା ଆପଣ ଧ୍ୟାନ ରଖିବେ, ବିରିକୁ ଫେଣେଇବା ପାଇଁ ଟିକେ ବଡ଼ ସାଇଜର ଜାଗା ନେବେ। ଭଲ ଭାବରେ ଆପଣ ସେଥିରେ ଫେଣେଇ ପାରିବେ ଆଉ ଜଲ୍ଦି ସେଇଥିରୁ ଫେଣ ବାହାରିବ। ତ ଏଇଠି ଦେଖିପାରୁଛନ୍ତି ଆଗ ଅପେକ୍ଷା ବିରିର କଲର ପୁରା ଚେଞ୍ଜ ହେଇଛି, ପୁରା ଧଳା ହେଇଯାଇଛି ଆଉ କ୍ୱାଣ୍ଟିଟି ବି ଅଧିକା ହେଇଯାଇଛି। ତ ମୁଁ ଏଇଠି ଦେଖନ୍ତୁ ପାଣିରେ ପକେଇକି ଦେଖୁଛି, ସାଙ୍ଗେ ସାଙ୍ଗେ ଉପରେ ଭାସୁଛି, ତାମାନେ ବିରି ବଢ଼ିଆ ଭାବରେ ଫେଣେଇ ହେଇଗଲାଣି। ପାଖାପାଖି ଏଇଠି 20 ରୁ 25 ମିନିଟ୍ ଫେଣେଇଛି। ତ ଆପଣ ବି ସେମିତି ଟିକେ ଅଧିକା ସମୟ ଧରିକି ଫେଣେଇବେ, ସେତେ ବଢ଼ିଆ ଆପଣଙ୍କ ବଡ଼ି ହାଲକା ହବ। ତ ଏଇଠି ଦେଖନ୍ତୁ ଅଦା, ଶୁଖିଲା ଲଙ୍କାକୁ ଭଲ ଭାବରେ ଛେଚି ଦେଇଛି, ତା ସହିତ ଗୋଟା ଜିରା ଆଉ ଗୋଟେ ଛୋଟ ଚାମଚ ହେଙ୍ଗୁ ଦଉଛି। ହେଙ୍ଗୁ ଦବା ଦ୍ୱାରା ଭଲ ବାସ୍ନା ଆସିବା ସହିତ ବଡ଼ି ଜଲ୍ଦି ଖରାପ ହବନି, ବଡ଼ିରେ ପୋକ ଲାଗିବନି। ତା ସହିତ ଯୋଉ ପାଣି କଖାରୁ ରଖିଥିଲେ ତାକୁ ବି ଦେଇକି ଭଲ ଭାବରେ ପ୍ରଥମେ ପାଣି କଖାରୁକୁ ଏମିତି ଖୋଲିଦେବେ, ତାର ଯୋଉ ବିଣ୍ଡା ବିଣ୍ଡା ହେଇକି ଥିବ। ତାପରେ ଆକୁ ଆମେ ଭଲସେ ମିଶେଇଦବା। ଯୋଉ ଡାଇରେକ୍ସନରେ ଆପଣ ବିରିକୁ ଫେଣଉଥିବେ ସେଇ ଡାଇରେକ୍ସନରେ ହିଁ ଆପଣ ଫେଣେଇବେ ଯେତେବେଳେ ଏଇ ମସଲାକୁ ଦେବେ। ଓଲଟା କରିଦେବେନି, ନହେଲେ ଆପଣଙ୍କର ଯୋଉ ଫେଣ ବାହାରିଥିବ ସେଟା ବସିଯିବ। ତ ଏଇଠି ଦେଖନ୍ତୁ ଭଲ ଭାବରେ ମିଶେଇ ସାରିଲା ପରେ ଏଇଠି ଆମର ବଡ଼ି ପାରିବା ପାଇଁ ଏଇ ଯୋଉ ମିଶ୍ରଣ ପୁରାପୁରି ରେଡି। ଯଦି ଆଜିର ଏଇ ରେସିପି ଆପଣମାନଙ୍କୁ ଭଲ ଲାଗିଥିବ ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ। ଯଦି ଏବେ ଯାଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିବେ ସବସ୍କ୍ରାଇବ୍ କରିଦେବେ, ଯାହାଦ୍ୱାରା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇପାରିବେ। ଫେସବୁକ୍ ପେଜରେ ଦେଖୁଥିଲେ ଫଲୋ କରିବାକୁ ଜମା ବି ଭୁଲିବେନି। ଏଇ ବଡ଼ିକୁ ଆପଣ ଡାଇରେକ୍ଟ ଖରାରେ ହିଁ ପକେଇବେ। ଯେହେତୁ ମୁଁ ଭିଡ଼ିଓ ବନଉଛି ତ ଭିଡ଼ିଓରେ ଅଳ୍ପ କିଛିଟା ଆପଣମାନଙ୍କୁ ଏଇଠି ପକେଇକି ଦେଖଉଛି, ତାପରେ ମୁଁ ଡାଇରେକ୍ଟ ଖରାରେ ପକେଇବି। ଏଠି ଦେଖନ୍ତୁ ମୁଁ ଛୋଟ ଛୋଟ ଏମିତି ଆସନ ଟାଇପର ନେଇଛି, ସେଥିରେ ମୁଁ ପ୍ରଥମେ ଅଳ୍ପ ଟିକେ ତେଲ ଲଗେଇକି ପୋଛି ଦେଇଛି, ତାପରେ ବଡ଼ି ପକଉଛି। ଆପଣ ବଡ଼ିର ସାଇଜ୍ ଛୋଟ ବଡ଼ କରିପାରିବେ, ଯେହେତୁ କଖାରୁ ବଡ଼ି ଟିକେ ବଡ଼ ବଡ଼ ସାଇଜର ହିଁ ପଡ଼ିଥାଏ, ତ ମୁଁ ଏଠି ଟିକେ ବଡ଼ ସାଇଜର ପକଉଛି। ଆପଣ ଏଇ ବଡ଼ିକୁ ଧୋତି କପଡ଼ା ଉପରେ, କୁଲା ଉପରେ, ଥାଳି ଉପରେ କିମ୍ବା ଯେକୌଣସି ଟିଣ ପ୍ଲେଟ୍ ଉପରେ ପକେଇ ପାରିବେ। ଯୋଉଥିରେ ବି ପକଉଛନ୍ତି କପଡ଼ା ଛାଡ଼ିକି ସେଥିରେ ଅଳ୍ପ ଟିକେ ତେଲ ଲଗେଇଦେବେ, ତାପରେ ଭଲସେ ପୋଛିଦେବେ। ତେଲ ବେଶୀ ଲାଗିକି ରହିଲେ ବଡ଼ି କିଛି ଦିନ ରହିଲା ପରେ ସ୍ମେଲ ହୁଏ, ତଳ ପଟୁ ତେଲ ତେଲ ଦେଖା ହୁଏ, କଲର ବି ଭଲ ଆସେନି, ସେଥିପାଇଁ ତେଲ ଲଗେଇକି ପୋଛିଦେବେ। ତ ଏଇଠି ଦେଖନ୍ତୁ ମୁଁ ବାକି ବଡ଼ିକୁ ଖରାରେ ପକେଇ ଦେଇଛି ଗୋଟେ ଧୋତି କପଡ଼ା ଉପରେ। ତାକୁ 2 ରୁ 3 ଦିନ ଲାଗିବ ଶୁଖିବା ପାଇଁ। ଖରା ଉପରେ ଡିପେଣ୍ଡ କରେ ଆପଣଙ୍କ ଏରିଆରେ କେତେ ଟାଣ ଖରା ହଉଛି। ଏଇ ବଡ଼ି ପକେଇବା ପାଇଁ ଫେବୃଆରୀ ମାସ ହିଁ ପରଫେକ୍ଟ। ଜାନୁଆରୀ ଲାଷ୍ଟ ଫେବୃଆରୀରେ ଆପଣ ପକେଇଲେ ବହୁତ ଭଲ ହୁଏ ଏଇ ବଡ଼ି, କାରଣ ଯଦି ଖରା ଭଲସେ ହବନି ବଡ଼ି ଆପଣଙ୍କ ଟାଣ ହେଇଯିବ, କଳା ପଡ଼ିଯିବ। ତ ଏଇଠି ଆପଣ ଦେଖିପାରୁଛନ୍ତି ବଡ଼ି କେତେ ଧଳା ଧଳା ହେଇକି ହେଇଛି ଆଉ ପୁରା ହାଲକା ହେଇଛି। ଏଇ ବଡ଼ିକୁ ଆପଣ ଯେକୌଣସି ଏୟାର ଟାଇଟ୍ ଡବାରେ ଭରିକି ଆରାମସେ ବର୍ଷେ ଯାଏ ରଖିକି ଖାଇପାରିବେ। ଯଦି ମଝି ମଝିରେ ଟିକେ ଖରାରେ ଦେଖେଇବେ, ବଡ଼ି ଆପଣଙ୍କ ଜମା ବି ଖରାପ ହବନି, ପୋକ ଲାଗିବନି ଆଉ ସେମିତି ଫ୍ରେଶ ରହିବ, ଜମା ବି ସ୍ମେଲ ଆସିବନି। ଆଶା କରୁଛି ଆଜିର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥିବ। ପୁଣି ଆସିବି ନୂଆ ରେସିପି ନେଇକି। ରହୁଛି, ଧନ୍ୟବାଦ।